ହଁ ଆଜ୍ଞା, ଆପଣ କ'ଣ ଭାବୁଛନ୍ତି ଯାହାକୁ ସବୁକିଛି ମିଳିଯାଉଛି ତା ଇଚ୍ଛା ହିସାବରେ ସେ ଭାଗ୍ୟଶାଳୀ? କଦାପି ନୁହଁ। ମିଳିଯିବା ଆଉ ସେଇଥିରେ ଖୁସି ହେବା ଆଉ ତାକୁ ସଦୁପଯୋଗ କରିପାରିବା ଏଗୁଡ଼ିକ ସମ୍ପୂର୍ଣ୍ଣ ଅଲଗା କଥା। ମିଳିଥିବା ଜିନିଷକୁ ସଦୁପଯୋଗ କରିପାରିବା ଗୁରୁତ୍ୱ ରଖିଥାଏ। ମିଳିଥିବା ଜିନିଷକୁ ଯଦି ଆମେ ସଦୁପଯୋଗ ନ କରିପାରିଲେ ସେ ମିଳିଥିବା ଜିନିଷର ମୂଲ୍ୟ ହିଁ କିଛି ନାହିଁ। ସବୁ ମିଳିଯିବାଟା ବଡ଼ କଥା ନୁହଁ। ବଡ଼ କଥା ଆମ ପାଖରେ ଯାହା ଅଛି ତାକୁ ସୁନ୍ଦର କରି ତିଆରି କରିପାରିବା, ବନେଇ ପାରିବା, ତାକୁ ଠିକ୍ ଭାବରେ ସଦୁପଯୋଗ କରିପାରିବା। କିଛି ନଥିବା ଜାଗାରେ ଯିଏ ସୁନ୍ଦରତା ସୃଷ୍ଟି କରିପାରିବାର କ୍ଷମତା ରଖେ, ଯାହା ଅଛି ତାକୁ ତା'ର ସୁନ୍ଦରପଣରେ ସଜାଇ ପାରିବାର କୌଶଳ ଯାହାକୁ ଜଣା, ପ୍ରକୃତରେ ସେ ହିଁ ଭାଗ୍ୟଶାଳୀ, ନୁହେଁ କି?